ରେଳ ଯୋଗେ ଖଣିଜ ପରିବହନକୁ ବିରୋଧ। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ରେଳ ଯୋଗେ ଖଣିଜ ପରିବହନ ନିଷ୍ପତ୍ତିକୁ ନେଇ ଟ୍ରକ୍ ମାଲିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମୟକ୍ରମେ ସଡ଼କ ପଥରେ ଖଣିଜ ପରିବହନ କମି କମି ଯାଉଥିବା ବେଳେ ନିଜ ଜୀବନ ଜୀବିକାକୁ ନେଇ ଆଶା ଓ ଆଶଙ୍କାରେ ହଜାର ହଜାର ଟ୍ରକ୍ ମାଲିକ। ତେଣୁ ରେଳ ଯୋଗେ ଖଣିଜ ପରିବହନ ବନ୍ଦ ନିମନ୍ତେ ଯୋଡ଼ା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଦାବି ହୋଇଛି। ତେଣୁ ସେଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଯୋଡ଼ା ଖଣି ଅଞ୍ଚଳରୁ ଲୁହାପଥର ପରିବହନ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରକାଶ ଯେ ଟାଟା ଅଧୀନସ୍ଥ ଖଣ୍ଡବନ୍ଧ ଖଣିରୁ ମେରାମଣ୍ଡଳୀ ଓ ଚାଲିଆମା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟକୁ ରେଳ ଯୋଗେ ଖଣିଜ ପରିବହନ ପାଇଁ ଯୋଜନା କରାଯାଉଥିବାରୁ ଟ୍ରକ୍ ମାଲିକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ବିରୋଧ କରି ଯୋଡ଼ା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଖଣ୍ଡବନ୍ଧ ଲୌହ ଖଣି ଅଧିକାରୀଙ୍କୁ ଏକ ଚିଠି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଟ୍ରକ୍ ମାଲିକ ସଂଘର ଅଭିଯୋଗ, ବିଗତ 5 ବର୍ଷ ଧରି ଏହି ଖଣି ଉପରେ 2000ରୁ ଅଧିକ ଗାଡ଼ି ମାଲିକ ନିର୍ଭରଶୀଳ। ପୂର୍ବରୁ ଏହି ଖଣିରୁ 400ରୁ 500 ଟ୍ରିପ୍ ଲୁହାପଥର ପରିବହନ ହେଉଥିବା ବେଳେ ଏହା ବର୍ତ୍ତମାନ 200କୁ ହ୍ରାସ ପାଇଛି। ତେଣୁ ଜମିବାଡ଼ି ଅଳଙ୍କାର ବନ୍ଧା ପକାଇ ଋଣରେ ଗାଡ଼ି ଆଣି ବ୍ୟବସାୟ କରୁଥିବା ଅନେକ ଟ୍ରକ୍ ମାଲିକ ବର୍ତ୍ତମାନ ଗାଡ଼ିର କିସ୍ତି ଦେଇନପାରି ହାତ ବାନ୍ଧି ବସୁଥିବା ଅଭିଯୋଗ ହେଉଛି।